ଲୁଲୁଙ୍ଗରୁ ଫେରୁଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା ଭାରସାମ୍ୟ ହରାଇ ଟ୍ରାକ୍ଟରକୁ ପିଟିଲା କାର୍, 3 ଗୁରୁତର, ଗାଡ଼ି ଚୁରମାର। ବାରିପଦା ସହରରୁ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି। ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଲୁଲୁଙ୍ଗକୁ ବୁଲି ଘରକୁ ଫେରୁଥିବା ବେଳେ କାଳ ସାଜିଛି ଦ୍ରୁତଗତି। ବାରିପଦା ସ୍ଥିତ ଦେବେନ୍ଦ୍ରପୁର ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି, ଯେଉଁଥିରେ ଏକ କାର୍ ଭାରସାମ୍ୟ ହରାଇ ଟ୍ରାକ୍ଟରକୁ ପିଟିବା ଫଳରେ 3 ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ପଶ୍ଚିମବଙ୍ଗରୁ କିଛି ଯୁବକ 2ଟି କାର୍ ଏବଂ ଗୋଟିଏ ସ୍କର୍ପିଓ ଯୋଗେ ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଲୁଲୁଙ୍ଗକୁ ବୁଲିବାକୁ ଆସିଥିଲେ। ବୁଲାବୁଲି ସାରି ସେମାନେ ନିଜ ଘରକୁ ଫେରୁଥିବା ବେଳେ ବାରିପଦା ଦେବେନ୍ଦ୍ରପୁର ନିକଟରେ ଏହି ଅଘଟଣ ଘଟିଥିଲା। ଫେରିବା ସମୟରେ କାର୍ ଚାଳକ ଜଣକ ହଠାତ୍ ଭାରସାମ୍ୟ ହରାଇବାରୁ ଗାଡ଼ିଟି ଯାଇ ସିଧାସଳଖ ଏକ ଟ୍ରାକ୍ଟରକୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା। ଏହି ଧକ୍କାଟି ଏତେ ଭୟଙ୍କର ଥିଲା ଯେ କାର୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ବେଳେ ଟ୍ରାକ୍ଟରଟି ଭାଙ୍ଗି ଯାଇଛି। ଏହି ଦୁର୍ଘଟଣାରେ କାର୍ ଚାଳକ ଏବଂ ଅନ୍ୟ ଜଣେ ଆରୋହୀଙ୍କୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଟ୍ରାକ୍ଟର ଡ୍ରାଇଭର ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ତୁରନ୍ତ ତତ୍ପରତା ପ୍ରକାଶ କରି ସମସ୍ତଙ୍କୁ ଆହତ ଲୋକଙ୍କୁ ଉଦ୍ଧାର କରିଥିଲେ। ପରେ ସମସ୍ତଙ୍କୁ ଚିକିତ୍ସା ପାଇଁ ବାରିପଦା ରଙ୍ଗାମାଟିଆ ସ୍ଥିତ PRM ହସ୍ପିଟାଲକୁ ପଠାଯାଇଥିଲା। ଖବର ପାଇ ବାରିପଦା ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଓ କାର୍କୁ ଜବତ କରିବା ସହ ଏନେଇ ଅଧିକ ତଦନ୍ତ ଜାରି ରଖିଛି।